ଗତ କ୍ଲାସରେ ମୁଁ ତମମାନଙ୍କୁ ଆଲୋଚନା କରିଥିଲି ଓଡ଼ିଆ ଭାଷାର ଉତ୍ପତ୍ତି ସମ୍ପର୍କରେ। ସେସବୁ ଆଶା କରିବି ତମମାନେ ବୁଝିପାରିଛ। ଭାରତୀୟ ଆର୍ଯ୍ୟ ଭାଷା କେତେଟି ବର୍ଗରେ ବିଭକ୍ତ ହୋଇଥିଲା? ବଳଦେବ ତମେ କୁହନି, ଅନ୍ୟମାନେ କୁହନ୍ତୁ। ଯଥା ବାସ୍, ମନେ ରଖିଛ। ହଁ, ମୁଁ ଏତିକି ହିଁ ଚାହୁଁଥିଲି। ଆମେ ଗତକାଲି ପଢ଼ିଥିଲେ ଯେ ଏଇ ଭାରତୀୟ ଆର୍ଯ୍ୟ ଭାଷାକୁ ତିନୋଟି ପର୍ଯ୍ୟାୟରେ ବା ତିନୋଟି କାଳଖଣ୍ଡରେ ଏହା ବିକାଶ ଲାଭ କରିଛି। ଯେଉଁମାନେ ଅନମ୍ୟୁଟ୍ କରିଛ, ମ୍ୟୁଟ୍ କରିଦିଅ। ପ୍ରଥମଟି ହେଉଛି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା। ମୁଁ ଆଉ ଥରେ ମନେ ପକାଇ ଦେଉଛି, ଯାହାର ସମୟ ସୀମା ହେଉଛି 1500 ବା ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 500। ତାପରେ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା ଏବଂ ତୃତୀୟ ପର୍ଯ୍ୟାୟଟି ହେଉଛି ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା, ଯାହାର ସମୟ ହେଉଛି 1000 ଖ୍ରୀଷ୍ଟାବ୍ଦ ପରବର୍ତ୍ତୀ ସମୟର ବିକାଶ କାଳକୁ। ତାହେଲେ ଏଇ ଯେଉଁ ଆମର ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ଏହାର ପ୍ରଥମ ପର୍ଯ୍ୟାୟକୁ ପିଲାମାନେ ବୈଦିକ ସଂସ୍କୃତ ଏବଂ ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ବା ଏହାର ପରବର୍ତ୍ତୀ ପର୍ଯ୍ୟାୟକୁ ଲୌକିକ ସଂସ୍କୃତ କୁହାଯାଏ। ଅର୍ଥାତ୍ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ପ୍ରଥମ ପର୍ଯ୍ୟାୟକୁ କ'ଣ କୁହାଯାଏ? ମାନେ ବୈଦିକ ସଂସ୍କୃତ। ଗୋଟେ ବୈଦିକ ସଂସ୍କୃତ କହିଲେ ଯାହା ବେଦ ଦ୍ୱାରା ଅନୁମୋଦିତ ସଂସ୍କୃତ, ଅର୍ଥାତ୍ ଯାହା ଶୁଦ୍ଧ ସଂସ୍କୃତ। ଓଡ଼ିଆ ଭାଷା ବୋଲି ଯେମିତି ଗୋଟେ ଭାଷା ନାହିଁ, ଯେମିତି ଆମର ସମସ୍ତଙ୍କର ଗୋଟେ ଗୋଟେ ଆଞ୍ଚଳିକ ଭାଷା ଅଛି। ଯେଉଁମାନେ ବାଲେଶ୍ୱର ଅଞ୍ଚଳର ପିଲାମାନେ ତାଙ୍କର ବାଲେଶ୍ୱରୀ ଭାଷା, ଯେଉଁମାନେ କଟକ ଅଞ୍ଚଳର ସେମାନଙ୍କର କଟକିଆ ଭାଷା, ଯେଉଁମାନେ କେନ୍ଦ୍ରାପଡ଼ା ଅଞ୍ଚଳ ତାଙ୍କର ଟିକେ ଭାଷା ଭିନ୍ନ, ଯେଉଁମାନେ ସମ୍ବଲପୁର ଅଞ୍ଚଳର ତାଙ୍କର ଭାଷା ଭିନ୍ନ, ବୌଦ୍ଧ ଅଞ୍ଚଳର ଭାଷା ଭିନ୍ନ। ତ ସେମିତି ଗୋଟେ ନିର୍ଦ୍ଦିଷ୍ଟ ଆମେ କିନ୍ତୁ ସମସ୍ତେ ଲେଖିଲା ବେଳେ କିନ୍ତୁ ଲେଖୁଛେ ଓଡ଼ିଆ ଭାଷା, ବା ଯୋଉଟା ଆମେ କହୁଛେ ଇଂରାଜୀରେ ଷ୍ଟାଣ୍ଡାର୍ଡ ଓଡ଼ିଆ ଲାଙ୍ଗୁଏଜ, ସେଇ ଭାଷା ଆମେ ବ୍ୟବହାର କରୁଛେ। କିନ୍ତୁ ଆମମାନଙ୍କର ସମସ୍ତଙ୍କର ଗୋଟେ ପ୍ରାଦେଶିକ ବା ମୁଖ ନିଃସୃତ ବା ଆମେ ଯାହାକୁ କହୁଛୁ କଥିତ ଭାଷା ରହିଛି। ତ ସେମିତି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାକୁ ତାର ପ୍ରଥମ ପର୍ଯ୍ୟାୟକୁ ବୈଦିକ ସଂସ୍କୃତ ଏବଂ ଲୌକିକ ସଂସ୍କୃତ ଦୁଇଟି ଭେଦରେ ବିଭକ୍ତ କରାଯାଇପାରେ। ତାପରେ ଏଇ ଲୌକିକ ସଂସ୍କୃତକୁ ବା ଯୋଉଟା ଲୋକମାନଙ୍କ ଦ୍ୱାରା କଥିତ ବା ଜନସାଧାରଣଙ୍କ ଦ୍ୱାରା କଥିତ ସଂସ୍କୃତରୁ କ'ଣ ସୃଷ୍ଟି ଲାଭ କରିଥିଲା? ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା। ତାହେଲେ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା କୋଉଠୁ ସୃଷ୍ଟି ହେଲା? ବାସ୍, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା କୋଉଠୁ ସୃଷ୍ଟି ହେଲା? ନା ଲୌକିକ ସଂସ୍କୃତରୁ ସୃଷ୍ଟି ହେଇଛି। ଏହାକୁ ପୁଣି ଏଇ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାକୁ ତିନୋଟି ସ୍ତରରେ ଏହା ବିକଶିତ ହେଇଛି, ବା ଏହାର ବିକାଶ କାଳକୁ ଆମେ ତିନୋଟି ସ୍ତରରେ ଆଲୋଚନା କରିବା। ପ୍ରଥମ ସ୍ତର ବା ପ୍ରଥମ ପର୍ଯ୍ୟାୟଟି ହେଉଛି ଯେ ପାଲି ଭାଷା, ଅର୍ଥାତ୍ ଲୌକିକ ସଂସ୍କୃତ। ଦେଖ, ଗୋଟେ ଭାଷା ଯେତେବେଳେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ଥାଏ, ଯେମିତି ଆମେ କହିପାରିବା ଯେ ଓଡ଼ିଆ ଗୋଟେ ଭାଷା ଥିଲା, ତାର ଗୋଟେ ଉପଭାଷା ହେଉଛି ଆମର ବାଲେଶ୍ୱରୀ, ବ୍ରହ୍ମପୁରୀ ଏବଂ ସମ୍ବଲପୁରୀ। ଏ ତିନୋଟି ହେଉଛି
ରିଜନାଲ ଲାଙ୍ଗୁଏଜ ବା ଆମେ ତାକୁ ଆଞ୍ଚଳିକ ଭାଷା କହୁଛୁ ବା ଆମେ ତାକୁ କହୁଛେ ଉପଭାଷା। ତ ଗୋଟେ ଭାଷାରୁ ଦିନେ ସମୟ ଆସିବ ଯେ ଓଡ଼ିଆ ଭାଷାଠୁ ଯୋଉ ଭାଷା ଗୁଡିକ ସୃଷ୍ଟି ହେଇଛନ୍ତି ସେମାନେ ଏକ ସ୍ୱତନ୍ତ୍ର ଭାଷା ଭାବରେ ଦାବି କରିବେ। ତ ସେଇଭଳି ଭାବରେ ବୈଦିକ ସଂସ୍କୃତ ଏବଂ ଲୌକିକ ସଂସ୍କୃତ ବା ଲୋକମାନଙ୍କ ଦ୍ଵାରା କଥିତ ସଂସ୍କୃତକୁ ଲୌକିକ ସଂସ୍କୃତ ଏବଂ ବେଦରେ ବା ଷ୍ଟାଣ୍ଡାର୍ଡ ବେଦ ସଂସ୍କୃତକୁ କୁହାଗଲା କୋଉ ଭାଷା? ବୈଦିକ ସଂସ୍କୃତ। ତ ତମାନେ ଯଦି ଟିକେ ଲକ୍ଷ୍ୟ କରିବ ଭରତ ମୁନିଙ୍କର ଯୋଉ ନାଟ୍ୟ ଶାସ୍ତ୍ର ରହିଛି ସେ ନାଟ୍ୟ ଶାସ୍ତ୍ରରେ ପିଲାମାନେ ମଧ୍ୟ ସେଇଭଳି ଭାବରେ ଏ, ପାତ୍ରମୁଖୀ ଭାଷା ଏମିତି ଦେବ ଭାଷା ଏମିତି ବ୍ୟବହୃତ ହେଇଛି ଯେ ସମାଜ ବା ଯୋଉ ଯୋଉ ଚରିତ୍ର ଗୁଡିକ ନାଟକରେ ଅଭିନୟ କରିବେ ଧର ରାଜା ଚରିତ୍ର ବା ଦେବତା ଚରିତ୍ର ସେମାନେ ଦେବ ଭାଷା କହିବେ ବା ଯୋଉଟା ପ୍ରକୃତ ସଂସ୍କୃତ କହିବେ। ତ ଯେମିତି ପାତ୍ର ମନ୍ତ୍ରୀ ଭାଷା ଏମାନଙ୍କର ଭାଷା ଟିକେ ଭିନ୍ନ ମାନେ ଆଉ ଟିକେ ଲୌକିକ ସ୍ତରକୁ ଆସିଥିଲା। ତାଙ୍କର ସେଥିରେ ମନେ ଏତିକି ତମେ ଜାଣ ଯେ ଚାରି ପ୍ରକାର ଭାଷା କଥା କୁହାଯାଇଛି ଭରତ ମୁନିଙ୍କର ନାଟ୍ୟ ଶାସ୍ତ୍ରରେ ଯୋଉଟା ନାଟକ ର ନିୟମ ସମ୍ପର୍କରେ ରଚିତ ହେଇଛି ତାକୁ ନାଟ୍ୟ ଶାସ୍ତ୍ର କୁହାଯାଉଛି ଭରତ ମୁନି। ତ ସେଥିରେ ଚାରୋଟି ଭାଷା ବ୍ୟବହାର କରିବା ପାଇଁ ନାଟକରେ ଭରତ ମୁନି ନିୟମ ପ୍ରଣୟନ କରିଛନ୍ତି ଯେ ଯୋଉ ତମେ ନାଟକ ଦେଖିଥିବ ଦ୍ୱାରୀ ଚରିତ୍ର, ମନ୍ତ୍ରୀ ଚରିତ୍ର, ରାଜା ଚରିତ୍ର ଏବଂ ବେଳେ ବେଳେ ତମେ ଦେବତାଙ୍କର ଚରିତ୍ର ମଧ୍ୟ ଦେଖିଥିବ। ତ ଏଇ ଯୋଉ ଚାରି ପ୍ରକାର ଚରିତ୍ରକୁ ସେ ଚାରୋଟି ଭାଷା ତାଙ୍କ ମୁଖରୁ ସୃଷ୍ଟି କରେଇଛନ୍ତି ବା କହିବାକୁ ଚେଷ୍ଟା କରିଛନ୍ତି। ତେଣୁ ଇଏ ହଉଛି ଗୋଟେ କଥା, ଏ ଜିନିଷଟା ତମେ ମନେ ରଖିଥାଅ। ତେଣୁକରି ଏଇ ଯୋଉ ଜନସାଧାରଣଙ୍କ ଦ୍ଵାରା କଥିତ ଭାଷାକୁ ଆମେ ଲୌକିକ ସଂସ୍କୃତ କୁହାଯାଉଛୁ। ଏଇ ଲୌକିକ ସଂସ୍କୃତ ବା ଜନସାଧାରଣଙ୍କ ଦ୍ଵାରା କଥିତ ଭାଷାକୁ କାଳକ୍ରମେ ପୁଣି ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଯଥା ପ୍ରଥମ ଯଥା ଏଇ ଯୋଉ ମୋ କଥା ସମସ୍ତଙ୍କୁ ଶୁଭୁଛି ଠିକ ଠାକ? ହଁ, ଏଇ ଲୌକିକ ସଂସ୍କୃତକୁ ପୁଣି ବିଶେଷ ଭାବରେ ତିନି ଭାଗରେ ବିଭକ୍ତ କରାଯାଇଛି। ଯଥା ଏହାର ପ୍ରଥମ ସ୍ତରକୁ ପାଲି ଭାଷା ବୋଲି କୁହାଯାଉଛି, ଯାହାର ସମୟ ସୀମା ହଉଛି ଖ୍ରୀଷ୍ଟପୂର୍ବ 500 ରୁ ଖ୍ରୀଷ୍ଟପୂର୍ବ 200। ମନେ ହେଲା? ଲେଖିପାରିବ? ଠିକ ଅଛି। ଏହାର ଦ୍ୱିତୀୟ ସ୍ତର ହଉଛି ପ୍ରାକୃତ ଭାଷା, ଖ୍ରୀଷ୍ଟପୂର୍ବ 200 ରୁ ଖ୍ରୀଷ୍ଟାବ୍ଦ 500। ମନେ ରଖ। ଏହାର ତୃତୀୟ ସ୍ତର ହେଉଛି ଅପଭ୍ରଂଶ ଭାଷା, ଖ୍ରୀଷ୍ଟାବ୍ଦ 500 ରୁ 1000 ଖ୍ରୀଷ୍ଟାବ୍ଦ। ତାହେଲେ ଇଏ କଥା ଗଲା। ତାପରେ ବିକାଶ ସ୍ଥଳ ଭେଦରେ ଆମେ ଯଦି ଦେଖିବା ବା ଅଞ୍ଚଳ ଭେଦରେ ଏଟା କଣ ହେଇଛି ନା କେତେ ଭାଗରେ ବିଭକ୍ତ କରାଗଲା? ପ୍ରଥମ ସ୍ତର, ଦ୍ୱିତୀୟ ସ୍ତର ଏବଂ ତୃତୀୟ ସ୍ତର। ମନେ ରହୁଛି? ତାହେଲେ
ଏଠୁ ପ୍ରାକୃତ ଆମେ ଅନ୍ୟ ଭାଷା ଯୋଉ ତମମାନଙ୍କର ଦ୍ଵିତୀୟ ସ୍ତର ହଉ ପ୍ରଥମ ସ୍ତର ହଉ ଏ ଯୋଉ ଅପଭ୍ରଂଶ ଭାଷା ଏ ଭାଷାରୁ ମଧ୍ୟ ଅନେକ ଭାଷା ଗୁଡିକ ସୃଷ୍ଟି ହେଇଛି, କିନ୍ତୁ ଆମର ମୂଳ ଯୋଉଟା ଆମେ ଓଡ଼ିଆ ଭାଷାର ଉତ୍ପତ୍ତି ଏବଂ କ୍ରମ ବିକାଶ ପଢୁଛେ, ତ ଏଇ ଯୋଉ ବିକାଶ ସ୍ଥଳ ଭେଦରେ ବା ଅଞ୍ଚଳ ଭେଦରେ ଆମର ପ୍ରାକୃତ ଭାଷାକୁ ମୁଖ୍ୟତଃ ପୁଣି 5ଟି ଭାଗରେ ବିଭକ୍ତ କରାଯାଇଛି। ମୁଁ କାଲି ତାର ପିପିଟିଟା ଦେଖେଇଦେବି। ଆଜି ସମୟ ହେଇପାରିଲାନି, ଟିକେ ସମସ୍ୟା ଟେକ୍ନିକାଲ ଅସୁବିଧା ରହିଲା। ଏହାର ପିପିଟି ମୁଁ କାଲି ଦେଖେଇଦେବି, ଠିକ ଅଛି। ୟାକୁ ବିକାଶ ସ୍ଥଳ ଭେଦରେ ଏଇ ଯୋଉ ପ୍ରାକୃତ ଭାଷାକୁ ଆମର ଅଞ୍ଚଳ ଭେଦରେ ବା ସ୍ଥଳ ଭେଦରେ, ଯଦି ତମମାନଙ୍କର ପ୍ରଶ୍ନ ଆସେ ଯେ ଅଞ୍ଚଳ ଭେଦରେ ପ୍ରାକୃତ ଭାଷାକୁ କେତେ ଭାଗରେ ବିଭକ୍ତ କରାଗଲା, ତାହେଲେ 5 ଭାଗରେ ବିଭକ୍ତ କରାଗଲା। ତାହେଲେ ଏଇ ବିକାଶ ସ୍ଥଳ ଭେଦରେ ବା ଅଞ୍ଚଳ ଭେଦରେ ଏଇ ପ୍ରାକୃତ ଭାଷାକୁ ମୁଖ୍ୟତଃ 5ଟି ଭାଗରେ ବିଭକ୍ତ କରାଯାଇଛି। ସେଗୁଡିକ ଅଞ୍ଚଳ ଭେଦରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରାକୃତ ଭାଷା ଗୁଡିକ ବ୍ୟବହାର ହେଲା, ବୁଝୁଛି। ତ ଆଚ୍ଛା, ପାଲି ଭାଷାରେ କାହାର କେଉଁ ଧର୍ମ ଗ୍ରନ୍ଥ ଗୁଡିକ ରଚନା ହେଇଛି ପିଲାମାନେ? ବାସ୍, ୟାକୁ ଅଞ୍ଚଳ ଭେଦରେ ପୁଣି 5 ଭାଗରେ ବିଭକ୍ତ କରାଗଲା। ପ୍ରଥମଟି ହଉଛି ମହାରାଷ୍ଟ୍ରୀ, ଦ୍ୱିତୀୟଟି ହେଲା ସୌରସେନୀ, ତୃତୀୟଟି ହେଲା ମାଗଧୀ, ଚତୁର୍ଥଟି ହେଲା ପୈଶାଚୀ ଏବଂ ପଞ୍ଚମଟି ହେଲା ଅର୍ଦ୍ଧମାଗଧୀ। ଏଇ ପ୍ରତ୍ୟେକ ଯୋଉ ପ୍ରାକୃତ ଶାଖା ରହିଲା, ଏଇ ପ୍ରତ୍ୟେକ ପ୍ରାକୃତ ଶାଖା ଗୁଡିକରୁ ସୃଷ୍ଟି ଲାଭ ହେଇଛି ଅନେକ ଅପଭ୍ରଂଶ ଭାଷା। ମନେ ରଖ, ପ୍ରାକୃତରୁ କଣ ସୃଷ୍ଟି ହେଇଛି ବା ପ୍ରାକୃତ ଅପଭ୍ରଂଶ ଭାଷା ର ମୂଳ ଉତ୍ସ କଣ? ପ୍ରାକୃତ ଭାଷା। ଯଦି କୋଶ୍ଚିନ୍ ଆସିବ ଯେ ଅପଭ୍ରଂଶ ଭାଷାର ମୂଳ ଉତ୍ସ କଣ ବା ତାର ବ୍ୟୁତ୍ପତ୍ତି ସ୍ଥଳ କଣ, ନା ପ୍ରାକୃତ ଭାଷା, ବା ପ୍ରାକୃତ ଭାଷାର ପରବର୍ତ୍ତୀ ହଉଛି ଅପଭ୍ରଂଶଟା, ଠିକ ଅଛି। ତ ଏଇ ଅପଭ୍ରଂଶ ଭାଷା ସୃଷ୍ଟି ହେଇଛି। ତାହେଲେ ପୁଣି ଏଇ ଯୋଉ ମାଗଧୀ ପ୍ରାକୃତ ମଧ୍ୟ ଆମେ ପଢିଲେ ଯେ ଏଟା କେତେ ଭାଗରେ, ପାଞ୍ଚ ଭାଗରେ ପଢିଲେ। ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ଏଇଟା ସବୁ ପ୍ରାକୃତ ଭାଷା ଗୁଡିକ। ତା ପରବର୍ତ୍ତୀ ପର୍ଯ୍ୟାୟରେ ତମେ ପ୍ରାକୃତ ଲଗାଇଦବ, ସୌରସେନୀ ପ୍ରାକୃତ, ମାଗଧୀ ପ୍ରାକୃତ, ଏମିତି ଲଗେଇ ପାରିବ। ତ ଏଇ ଯୋଉ ମାଗଧୀ ପ୍ରାକୃତରୁ ପୁଣି ଏହା କେତେଟି ଅପଭ୍ରଂଶ ଭାଷାରେ ବିକାଶ ଲାଭ କରିଛି ବା ମାନେ ଏ ମାଗଧୀ ପ୍ରାକୃତରୁ କେତେ ଗୁଡାଏ ଅପଭ୍ରଂଶ ଭାଷା ସୃଷ୍ଟି ହେଇଛି। ଯେମିତି ପୂର୍ବୀ ମାଗଧୀ ଅପଭ୍ରଂଶ, ତାପରେ ପଶ୍ଚିମୀ ମାଗଧୀ ଅପଭ୍ରଂଶ, ଉତ୍ତରୀ ମାଗଧୀ ଅପଭ୍ରଂଶ, ଦକ୍ଷିଣୀ ମାଗଧୀ ଅପଭ୍ରଂଶ, বা ତାପରେ ମଧ୍ୟବର୍ତ୍ତିନୀ ବା ମଧ୍ୟ ମାଗଧୀ ଅପଭ୍ରଂଶ। ଏଇଭଳି ଭାବରେ ଏହା ବିଭକ୍ତ ହେଇଛି। ପୂର୍ବ ମାଗଧୀ ବା ପୂର୍ବୀ ମାଗଧୀ ଅପଭ୍ରଂଶ ହେଉଛି ମାଗଧୀ ପ୍ରାକୃତର ଅନ୍ୟତମ ଶାଖା। ଯେଉଁ ଶାଖାରୁ ସୃଷ୍ଟି ଲାଭ କରିଛି ଓଡ଼ିଆ ଭାଷା। କ୍ଲିୟର? বা ପରବର୍ତ୍ତୀ ପର୍ଯ୍ୟାୟରେ ତାର ଉପଶାଖା ହଉଛି ଯେ ଦକ୍ଷିଣୀ ପୂର୍ବୀ ମାଗଧୀ ଓଡ଼ିଆ ଭାଷା କେଉଁଠି ସୃଷ୍ଟି ହେଇଛି? ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶ ଭାଷାରୁ ଓଡ଼ିଆ ଭାଷା ସୃଷ୍ଟି, ଏବଂ ଉତ୍ତରୀ ପୂର୍ବୀ ମାଗଧୀ ଅପଭ୍ରଂଶରୁ ବଙ୍ଗଳା ଏବଂ ଅସମିଆ ଭାଷା ଗୁଡିକ ସୃଷ୍ଟି। ମୁଁ ତମକୁ କାଲି କହୁଥିଲି, ଏଟା ଏ କ୍ୱେଶ୍ଚିନ୍ ଲେଖି ରଖ ଯେ ଓଡ଼ିଆ ଭାଷା କେଉଁଠୁ ସୃଷ୍ଟି, ନା ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶ ଭାଷାରୁ ଓଡ଼ିଆ ଭାଷାର ସୃଷ୍ଟି। ତାପରେ ତମମାନେ ଜାଣିଛ ଯେ ଆମେ ଯୋଉ ଆରିଆନ କହୁଛୁ ବା ଆମର ଯୋଉ ଆର୍ଯ୍ୟ ଇଣ୍ଡୋ ୟୁରୋପୀୟ
বা ଭାରତୀୟ ଆର୍ଯ୍ୟ ଭାଷା ଆମେ ଯାହାକୁ କହୁଛେ, ଏଇ ଆର୍ଯ୍ୟ ଆମର ଭାରତ ବର୍ଷରେ ତମେ ଦୁଇଟି ଗାଁ ଗହଳିରେ ଦୁଇଟି ୱାର୍ଡ ସବୁବେଳେ ଶୁଣିଥିବ, ଯେ ଏବଂ ଇତିହାସରେ ମଧ୍ୟ ଶୁଣିଥିବ ଯେ ଆର୍ଯ୍ୟ ଏବଂ ଅନାର୍ଯ୍ୟ ଏ ଦୁଇଟି ୱାର୍ଡ ବିଶେଷ ଭାବରେ ଗାଁ ଗହଳିରେ କୁହନ୍ତି। ଆର୍ଯ୍ୟ କହିଲେ ଯୋଉମାନେ ସଭ୍ୟତା ବା ଯୋଉମାନେ ସଭ୍ୟ ସେଇମାନଙ୍କୁ ଟିକେ ଆର୍ଯ୍ୟ ବୋଲି କୁହନ୍ତି। ସାଧାରଣ ମିନିଂ କଥା ମୁଁ କହୁଛି, ମୁଁ ସାହିତ୍ୟିକ ମିନିଂ ଆଡକୁ ଯାଉନି। ଏବଂ ଯୋଉମାନେ ଟିକେ ଅସଭ୍ୟ ବା ଟିକେ ନିମ୍ନ ସଭ୍ୟ ସେଇମାନଙ୍କୁ ଅନାର୍ଯ୍ୟ ବୋଲି କୁହାଯାଏ। ତ ଏକଥାଟି ତମମାନେ ଶୁଣିଥିବ। କିନ୍ତୁ ଏହାର ପଶ୍ଚାତ୍ ପଟରେ ହଉଛି ଯେ ଆର୍ଯ୍ୟ ମାନେ ହଉଛନ୍ତି ଯୋଉମାନେ ଆରବିଆନ କଣ୍ଟ୍ରିରୁ ଭାରତକୁ ଆସିଥିଲେ ତାଙ୍କୁ କୁହାଗଲା ଆର୍ଯ୍ୟ। ଏବଂ ଯୋଉମାନେ ଆମର ଭାରତର ମୂଳବାସୀ ବା ଆମେ ଯାହାକୁ କହୁଛେ ଆଦିବାସୀ ସେଇମାନଙ୍କୁ କୁହାଗଲା କଣ ନା ଅନାର୍ଯ୍ୟ। ତାଙ୍କ ଭାଷାରେ, କାହା ଭାଷାରେ? ଆର୍ଯ୍ୟ ମାନଙ୍କ ଭାଷାରେ। ବୁଝିହେଲା? କିନ୍ତୁ ଏଇ ଯୋଉ ଯେମିତି ଇଂରେଜ ମାନେ ପ୍ରଥମେ ଭାସ୍କୋଡା ଗାମା ଆସିଲେ, ତାର ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବାଣିଜ୍ୟିକ ପରମ୍ପରା କ୍ରମେ ସେମାନେ ଭାରତକୁ ଆସିକି ଆକ୍ରମଣ ବା ମାନେ ତାଙ୍କର ଆଧିପତ୍ୟ ବିସ୍ତାର କଲେ। ସମାନ ଭାବରେ ଆମର ଆର୍ଯ୍ୟ ମାନେ ମଧ୍ୟ ଭାରତକୁ ବିଭିନ୍ନ ପର୍ଯ୍ୟାୟରେ ସେମାନେ ଆସିଛନ୍ତି। ବୁଝି ହଉଛି? ତାଙ୍କର ଆସିବାର ଭିତ୍ତିକୁ ବା ଆସିବାର ପର୍ଯ୍ୟାୟ ଭିତ୍ତିକୁ ଭାରତୀୟ ଆର୍ଯ୍ୟ ଭାଷାକୁ ଆମର ଯୋଉ ସେମାନେ ଯୋଉ ଆସିଛନ୍ତି ଆର୍ଯ୍ୟ ମାନେ, ତ ସେମାନେ ଆସିବାର ଭିତ୍ତିକୁ ବା ଆଗମନର ପର୍ଯ୍ୟାୟକୁ ଅନୁସରଣ କରି ଆମର ଭାରତୀୟ ଆର୍ଯ୍ୟ ଭାଷାକୁ ବିଶେଷ ଭାବରେ ତିନୋଟି ଭାଗରେ ପୁଣି ବିଭକ୍ତ କରାଯାଇଛି। ଏ କଥାଟି ମନେ ରଖିବ। ସେ ତିନୋଟି ଭାଗ କଣ କଣ ନା ବହିରଙ୍ଗୀୟ ଭାଷା ବା ମଧ୍ୟବର୍ତ୍ତୀ ଭାଷା ବା ଅନ୍ତରଙ୍ଗ ଭାଷା, ଯାହାକୁ କହୁଛନ୍ତି କେନ୍ଦ୍ରୀୟ ଭାଷା। ବୁଝି ହଉଛି? ତିନୋଟି ଭାଗରେ ବିଭକ୍ତ କରାଯାଇଛି ମାନେ ଆର୍ଯ୍ୟ ମାନଙ୍କର ଆସିବାର ପର୍ଯ୍ୟାୟ ଭିତ୍ତିରେ। ଯେ ଗୋଟେ ହେଲା ବହିରଙ୍ଗ ବର୍ଗୀୟ ଭାଷା, ମଧ୍ୟବର୍ତ୍ତୀ ଭାଷା ଏବଂ 3 ନମ୍ବରଟି ହେଲା ଅନ୍ତରଙ୍ଗୀୟ ଭାଷା ବା ଯାହାକୁ କୁହାଯାଉଛି କେନ୍ଦ୍ରୀୟ ଭାଷା। ତାହେଲେ ଆମର ଓଡ଼ିଆ ଭାଷାଟି ପିଲାମାନେ ହଉଛି ଯେ ବହିରଙ୍ଗ ବର୍ଗୀୟ ଭାଷା। ଏ ଯୋଉ ବହିରଙ୍ଗୀୟ ଭାଷା ମୁଁ କହିଲି, ଏଥିରେ କୋଉ କୋଉ ଆମ ଓଡ଼ିଆ ତ କେବଳ ଯାଉନାହିଁ, ଏଥିରେ ଆଉ କିଛି ଭାଷା ରହିଛି, ଯେମିତି ଲହୟା ଲହୟା ଗୋଟେ ଭାଷା ରହିଛି, ଯୋଉଟା ପଶ୍ଚିମ ପଞ୍ଜାବୀ ବୋଲି କୁହାଯାଏ ମଧ୍ୟ। ସିନ୍ଧି ଭାଷା ରହିଛି ବହିରଙ୍ଗୀୟ ବର୍ଗୀୟ ଶ୍ରେଣୀରେ। ତାପରେ ମରାଠୀ ଭାଷା ରହିଛି। ତାପରେ ଆମର ଯୋଉ ପଡ଼ୋଶୀ ଭାଷା ବଙ୍ଗାଳୀ ଭାଷା ରହିଛି। ଆମରି ପଡ଼ୋଶୀ ଭାଷା ବିହାରୀ ରହିଛି। ତାପରେ ଆମରି ଆଉ ଗୋଟେ ପଡ଼ୋଶୀ ହଉଛନ୍ତି ଆସାମୀ ଏବଂ ଓଡ଼ିଆ। ଏମାନେ ସବୁ ବହିରଙ୍ଗ ବର୍ଗୀୟ ଭାଷା ଭାବରେ ପରିଚିତ। ତାହେଲେ ତମମାନଙ୍କୁ ଏମିତି ଗୋଟେ ପ୍ରଶ୍ନ ଏଠି କରାଯାଇପାରେ, ଯେଭଳି ଭାବରେ ଆଜିକାଲି ନେଟରେ ପଢିଗଲାଣି ଯେ ଧର 4ଟି ଅପସନ ତମକୁ ଦେଇଥିବ ଯେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ବହିରଙ୍ଗୀୟ ବର୍ଗୀୟ ଭାଷା ଶ୍ରେଣୀରେ ବା ଭାଷାର ଅନ୍ତର୍ଭୁକ୍ତ ନୁହେଁ କିମ୍ବା ନୁହେଁ ପଚାରିବ। ତେଣୁକରି ଏଇ ଓଡ଼ିଆ ଭାଷା ସହିତ ତମେ ଆଉ କିଛି ଭାଷା, ଯେମିତି ଯୋଉମାନେ ବହିରଙ୍ଗ ଗୋଷ୍ଠୀରେ ଅଛନ୍ତି, ଯେମିତି ପଶ୍ଚିମୀ ପଞ୍ଜାବୀ ଭାଷା ହଉ, ସିନ୍ଧି ଭାଷା ହଉ, ମରାଠୀ ଭାଷା ହଉ, ବଙ୍ଗାଳୀ ଭାଷା ହଉ, ବିହାରୀ ଭାଷା ହଉ, ଆସାମୀ ଭାଷା ହଉ, ଏ ଭାଷାକୁ ତମେ ମଧ୍ୟ ଜାଣିବ। ଠିକ ଅଛି?
ଇ ଓଡ଼ିଆ ଭାଷା ତ ଆମର ସୃଷ୍ଟି ହେଇଗଲା ବା ଓଡ଼ିଆ ଭାଷା ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶରୁ ବିକାଶ ଲାଭ କରିଛି, ଯେଉଁଥିରେ ମାଗଧୀ ପ୍ରାକୃତ ର ପ୍ରଭାବ ରହିଛି। ଏହା ବ୍ୟତୀତ ବା ମାଗଧୀ ଭାଷାର ପ୍ରଭାବ ରହିଛି, କିନ୍ତୁ ଏହା ବ୍ୟତୀତ ଆମର ଓଡ଼ିଆ ଭାଷାରେ ଆଉ ଦୁଇଟି ଅଞ୍ଚଳର ଭାଷାର ପ୍ରଭାବ ରହିଛି। ଆମେ ଯେଉଁ ଅଞ୍ଚଳ ଭେଦରେ ବିଭକ୍ତ କରିଥିଲେ 5 ଭାଗରେ, ସୌରସେନୀ ଏବଂ ଅର୍ଦ୍ଧମାଗଧୀ ଅର୍ଦ୍ଧମାଗଧୀ ପ୍ରାକୃତ, ସୌରସେନୀ ଏବଂ ଅର୍ଦ୍ଧମାଗଧୀ ପ୍ରାକୃତ ଏ ଦୁଇଟି ଭାଷାର ଲକ୍ଷଣ ଆମର ଓଡ଼ିଆ ଭାଷାରେ ଦେଖିବାକୁ ମିଳିଥାଏ। ତମକୁ ପ୍ରଶ୍ନ ଆସିବ ଯେ କେଉଁ ଦୁଇଟି ଭାଷାର ଲକ୍ଷଣ ଓଡ଼ିଆ ଭାଷାରେ ଦେଖିବାକୁ ମିଳିଥାଏ? ଏଇ ଯୋଉ ତମକୁ ମୁଁ କହିଲି ଯେ ଓଡ଼ିଆ ଭାଷାଟି ପିଲାମାନେ ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶ ରୁ ଓଡ଼ିଆ ଭାଷାର ବିକାଶ ବା ସ୍ୱତନ୍ତ୍ର ହେଇଛି ବା ଅଲଗା ହେଇଛି। ଏଇ ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶର ଅନ୍ୟ ନାମ ହଉଛି କଣ ଜାଣିଛ? ଔଡ୍ରି ଅପଭ୍ରଂଶ। ଔଡ୍ରି ଅପଭ୍ରଂଶ ମନେ ରଖ। ଏଇ ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶର ଅନ୍ୟ ନାମ ଔଡ୍ରି ଅପଭ୍ରଂଶ। ମାନଙ୍କ ଭିତରେ ଯଦି ପ୍ରଶ୍ନ ଆସିବ ଯେ ଓଡ଼ିଆ ଭାଷା ନିମ୍ନୋକ୍ତ ମଧ୍ୟରୁ କେଉଁଠୁ ସୃଷ୍ଟି, ଯଦି ପଚାରିଦବ ଯେ ଧର ସେଇଠି ଦକ୍ଷିଣୀ ପୂର୍ବୀ ମାଗଧୀ ନାହିଁ, ଓଡ୍ରି, ଓଡ୍ର, ଓଡ୍ରି ଏମିତି ଅଛି, ତାହେଲେ ସେଠି ଔଡ୍ରି କଲେ ତମର ମଧ୍ୟ ଔଡ୍ରି ଅପଭ୍ରଂଶ କଲେ ମଧ୍ୟ ଉତ୍ତରଟି ଠିକ ହବ। ଏଇ ଯୋଉ ଓଡ୍ରି କଥା ମୁଁ ତମକୁ କହୁଥିଲି ଯେ ଏହା ନାଟ୍ୟ ଆମର ଯୋଉ ତମକୁ କହୁଥିଲି ଯେ ଭରତ ମୁନି ବ୍ୟତୀତ୍ୱ ତାଙ୍କର ନାଟ୍ୟ ଶାସ୍ତ୍ରର ଏକ ପ୍ରସିଦ୍ଧ ଶବ୍ଦ ଓଡ୍ରି ଉଲ୍ଲିଖିତ ଅଛି। ସେଥିରେ କଣ ଉଲ୍ଲିଖିତ ଅଛି ନା ଓଡ୍ରି ବିଭାଷା ବୋଲି ଉଲ୍ଲିଖିତ ଅଛି, ବା ତାହାକୁ କୁହାଯାଇଛି ଉଡ୍ରଜା ବି କୁହାଯାଇଛି। ଠିକ ଅଛି। ମୋ କଥା ଶୁଭୁଛି? ଠିକ ଅଛି। ତ ମୁଁ ଯେତିକି ମୋଟାମୋଟି ପଢାଇଲି ବୁଝି ହଉଛି ତ? ବୁଝି ହଉଛି ନା କଣ ଅସୁବିଧା ହଉଛି କିଛି? କହିଲନି ପିଲାମାନେ? ଠିକ ଅଛି। ତା ଛଡା ମୁଁ କିଛି କିଛି ସର୍ଟ କ୍ୱେଶ୍ଚିନ୍ ମଧ୍ୟ କରୁଛି। ଆମେ ଲିଙ୍ଗୁଇଷ୍ଟିକ୍ସ ଟା ଟିକେ ଧୀରେ ଧୀରେ ପଢିଲେ ଭଲ, କାରଣ ଖୁବ ଗୋଟେ ବେଶୀ ପଢିଥିଲେ ଟିକେ ସମସ୍ୟା ହୁଏ ବୁଝିବା ପାଇଁ, ଧରି ହେବା ପାଇଁ। ଆମେ ଡିସେମ୍ବର ଭିତରେ କ୍ଲାସ ଶେଷ କରିଦବା।
ଡିସେମ୍ବର ଭିତରେ ଶେଷ କରିବା ମାନେ ଆମର ଆଉ ମଧ୍ୟ ଷ୍ଟାଫ୍ ଆସିବେ ଯେଉଁମାନେ ରେପୁଟେଡ୍ 40-30 ଇୟର୍ସର ଓଲ୍ଡ ପ୍ରଫେସର ଅଛନ୍ତି। ସେଇମାନେ ଯେଉଁମାନଙ୍କ କ୍ଷେତ୍ରରେ ଯେଉଁମାନେ ଦକ୍ଷ ସେମାନଙ୍କୁ ମଧ୍ୟ ଆଣିକି ଆମେ କ୍ଲାସ୍ କରିବା। କିଛି ଅସୁବିଧା ନାହିଁ, ଆମେ ଠିକ୍ ଟାଇମିଂରେ ଆମର କୋର୍ସ କରିବ। ଆଉ ମୋଷ୍ଟଲି ଆମେ ତମାନେ ଟିକେ ନୋଟ୍ସ କରିଚାଲ, ତା ଛଡ଼ା ମୁଁ ଯେଉଁ ନୋଟ୍ସ ପ୍ରୋଭାଇଡ଼ କରିବା କଥା ମୁଁ ତାକୁ ମଧ୍ୟ ପ୍ରୋଭାଇଡ଼ କରିଦେବି ତମମାନଙ୍କୁ ଗ୍ରୁପରେ। ଆଜି ପାଇଁ ଆମେ ଏତିକି ଦେଖିବା, ନେକ୍ସଟ କ୍ଲାସରେ ପୁଣି ଦେଖିବା। ଠିକ୍ ଅଛି।